ସ୍ୱାଗତଂ ମୋର ବିକେ ଷ୍ଟଡି ଆଇକ୍ୟୁ ୟୁଟ୍ୟୁବ୍ ଚ୍ୟାନେଲକୁ। 2025ର OSS ତରଫରୁ ବହୁତ ବଡ଼ ରିକ୍ରୁଟମେଣ୍ଟ ଗୋଟେ ବାହାରି ଅଛି OSS ତରଫରୁ। ତାହା ହେଲା ସିଜିଏଲ୍, ଯେଉଁଟାକି 2025ର ସିଜିଏଲ୍ OSS ସିଜିଏଲ୍ ନୋଟିଫିକେସନ୍ଟି ଆସିନଥିଲା, ତାହା ଆସିଯାଇଛି। ଯେଉଁମାନେ ଚାକିରି କରିବା ପାଇଁ ଇଚ୍ଛୁକ ତାଙ୍କ ପାଇଁ ଏଇଟା ସୁବର୍ଣ୍ଣ ସୁଯୋଗ ଅଟେ। ତେଣୁ ଡିଟେଲ୍ ମୁଁ ଡିସ୍କସନ୍ କରିବି, ଆପଣମାନେ ଭିଡ଼ିଓକୁ ଶେଷ ପର୍ଯ୍ୟନ୍ତ ଦେଖନ୍ତୁ। ପୋଷ୍ଟ ବାହାରିଛି ଗ୍ରୁପ୍ ବି ଏବଂ ଗ୍ରୁପ୍ ସି ପୋଷ୍ଟ, ଦୁଇଟି ଗ୍ରୁପ୍ ବି ଗ୍ରୁପ୍ ସି ପୋଷ୍ଟ ବାହାରିଛି। ଡିଟେଲ୍ ମୁଁ ଯିବି, ଆପଣମାନେ ଭିଡ଼ିଓକୁ ଶେଷ ପର୍ଯ୍ୟନ୍ତ ଦେଖନ୍ତୁ। ପ୍ରଥମେ ଡିସ୍କସନ୍ କରିବା ଆବେଦନ ତାରିଖ। ଆବେଦନ ତାରିଖ 19 ତାରିଖରୁ ଆରମ୍ଭ ହେବ, ମାତ୍ର ଆରମ୍ଭ ହେଇନି, 19 ତାରିଖରୁ ଆରମ୍ଭ ହେବ। ଶେଷ ତାରିଖ ହେଉଛି ଆମର ଜାନୁଆରୀ 26, 18 ତାରିଖର ଜାନୁଆରୀରେ ତା'ର ଶେଷ ତାରିଖ ହେବ। ଏବଂ ତା'ର ଯେଉଁମାନେ ଆବେଦନ କରିଥିବେ ତାଙ୍କ ପାଇଁ ଯଦି ଯାହାର ବି ଭୁଲ ହେଇଥିବ, କ'ଣ ହେଇଥିବ, ତାଙ୍କର ମଧ୍ୟ କରେକ୍ସନ୍ ଅଛି 24 ପର୍ଯ୍ୟନ୍ତ। 24 ଜାନୁଆରୀ 24 ପର୍ଯ୍ୟନ୍ତ ତାଙ୍କର କରେକ୍ସନ୍ ହେବ। ଆପଣ ଡିଟେଲ୍ ଜାଣିପାରିଲେ ଆବେଦନ ତାରିଖ ଏବଂ କରେକ୍ସନ୍ ପାଇଁ ଯେଉଁମାନଙ୍କ ଯାହାର ଭୁଲ ହେଇଥିବ, ଠିକଣା ହେଉ କି DO ବି ଯାହା ବି ଭୁଲ ହେଇଥିବ, ଆପଣମାନେ ମଧ୍ୟ କରେକ୍ସନ୍ କରିପାରିବେ। ମୋର ଗୋଟିଏ ଅନୁରୋଧ ଯେ ଆପଣମାନେ ଯେତେବେଳେ ଆବେଦନ କରିବେ, କରିସାରିଲା ପରେ ଆପଣମାନେ PDF ଯେତେବେଳେ ଓପେନ୍ କରିବେ, ସରିଲା ପରେ ତ ଫର୍ମ କନଫର୍ମ ମାରିଲା ପରେ PDF ଗୋଟେ ଆସିଯାଉଛି, ତାହା ଆପଣମାନେ ଭଲ ଭାବରେ ଚେକ୍ କରିବେ। ଜାଣିପାରିଲେ ଆପଣମାନେ ଏହି ସିଜିଏଲ୍ଟା 2022 ରୁଲ୍ ଅନୁସାରେ ଗ୍ରୁପ୍ ବି ଏବଂ ଗ୍ରୁପ୍ ସି ପୋଷ୍ଟ ବାହାରିଛି। ଜାଣିପାରିଲେ 2022ରେ ଯେଉଁ ରୁଲ୍ ଥିଲା ସେହି ଅନୁସାରେ ହିଁ ଏହି ପୋଷ୍ଟ ବାହାରିଛି। ତା'ର ପୋଷ୍ଟ କ'ଣ କ'ଣ ବାହାରିଛି ଏଠି ସବୁ ଡିଟେଲ୍ ମେନ୍ସନ୍ ହେଇଛି। ନେମ୍ ଅଫ୍ ଦ ପୋଷ୍ଟ, ନେମ୍ ଅଫ୍ ଦ ଡିପାର୍ଟମେଣ୍ଟ, ଭ୍ୟାକେନ୍ସି, ଗ୍ରୁପ୍ କହିଲି ମୁଁ ଗ୍ରୁପ୍ ବି ଏବଂ ଗ୍ରୁପ୍ ସି ବାହାରିଛି। ତାପରେ ତା'ର ପେ ମେଟ୍ରିକ୍ ଲେଭେଲ୍ ଏଠି ସବୁ ବାହାରିଛି। ଲେଭେଲ୍ 9 ଯେଉଁ ପୋଷ୍ଟଟାକ ଗ୍ରୁପ୍ ବି, ତା'ର ଲେଭେଲ୍ 9 ଏଠି ସବୁ ତା'ର ପୋଷ୍ଟ ଆସିଷ୍ଟାଣ୍ଟ ସିଟି ଆଣ୍ଡ GST ଅଫିସର ପୋଷ୍ଟଟାକୁ ବାହାରିଛି। ଜାଣିପାରିଲେ ଆପଣ ଡିଟେଲ୍। ସେହିପରି ଏଠି ତଳକୁ ଯେତେବେଳେ ଆପଣ ଦେଖିବେ, ସବୁ ଏଠି ତା'ର କେଉଁ ଡିପାର୍ଟମେଣ୍ଟ କ'ଣ ସବୁ ଏଠି ସବୁ ଡିଟେଲ୍ ମେନ୍ସନ୍ ହେଇଛି। ସେହିପରି ଗ୍ରୁପ୍ ସି ମଧ୍ୟ ବାହାରିଛି। ଆପଣ ଗ୍ରୁପ୍ ସି ପୋଷ୍ଟ ତା'ର ଲେଭେଲ୍ 4 ଆସୁଛି, ଗ୍ରୁପ୍ ସିର ଲେଭେଲ୍ 4 ଆସୁଛି। ଜାଣିପାରିଲେ ଡିଟେଲ୍ ଆପଣମାନେ। ସେହିପରି ତଳକୁ ଯେତେ ଆପଣ ସ୍କ୍ରୋଲ୍ କରିବେ ଜାଣିପାରିବେ। କାହିଁକି ମୁଁ ସବୁ ପଢ଼ୁନି, ପୋଷ୍ଟଟା କେତେ ଭିଡ଼ିଓ ଲମ୍ବା ହେଇଯିବ, କିଛି ଆବଶ୍ୟକ ନାହିଁ। ପୋଷ୍ଟଟାକୁ ଦେଖିବା ଆପଣମାନେ ଜାଣିପାରିଲେ, ଭିଡ଼ିଓକୁ ଷ୍ଟପ୍ କରି ଦେଖିପାରିଲେ ମଧ୍ୟ OSSକୁ ୱେବସାଇଟ୍କୁ ଯାଇକି ମଧ୍ୟ ଆପଣମାନେ ଏହି PDF ଡାଉନଲୋଡ଼୍ କରିପାରିବେ। ଟୋଟାଲ୍ ପୋଷ୍ଟ ବାହାରିଛି 1576 ଟୋଟାଲ୍ ପୋଷ୍ଟ। ସେଇ ଭିତରୁ ଓମେନ୍ସମାନଙ୍କ ପାଇଁ 5040 ଆପଣ ଜାଣିପାରିବେ। ଆଉ ଗୋଟେ କଥା, ଏଇଠି ଏକ୍ଜାମ୍ ଫିଜ୍ 500 ଟଙ୍କା। ଯଦି ଆପଣମାନେ ଏକ୍ଜାମ୍ ଦେବେ ତାହେଲେ ପଇସା ମଧ୍ୟ ରିଟର୍ଣ୍ଣ ହେବ। ଏଠି ଲେଖାଯାଇଛି ଯଦି ଆପଣମାନେ ଏକ୍ଜାମ୍ ଦେବେ ତାହେଲେ ପଇସା ରିଟର୍ଣ୍ଣ ହେବ। ଏରେ ସବୁ ଲେଖାଯାଇଛି କେଉଁ କାଟାଗୋରୀ ପାଇଁ କେତୋଟି ଭ୍ୟାକେନ୍ସି ଅଛି, ଡିଟେଲ୍ ସବୁ ଲେଖାଯାଇଛି। ଆପଣମାନେ ଏଠି ଦେଖିପାରିବେ କେଉଁ କାଟାଗୋରୀ ପାଇଁ କେତୋଟି ଭ୍ୟାକେନ୍ସି। ଏଠି ST, SC, SC, BC, UR ଟୋଟାଲ୍ ପୋଷ୍ଟ। ମନେକର ଆସିଷ୍ଟାଣ୍ଟ ସିଟି GST ଅଫିସର ପାଇଁ 5040, ସେହିପରି ସେଇ 54ରୁ 13ଟି ଓମେନ୍ସ ମାନଙ୍କର। ଜାଣିପାରିଲେ ସେହିପରି ଭିଡ଼ିଓ ମାନେ ଆପଣମାନେ ତଳକୁ ସ୍କ୍ରୋଲ୍ କରି ଦେଖିବେ, ନିହାତି ଆପଣ ଜାଣିପାରିବେ। ଏଠି ସବୁ କାଟାଗୋରୀ ଅନୁସାରେ ଭ୍ୟାକେନ୍ସି ବାହାରିଛି। ଆପଣମାନେ ସାଙ୍ଗସାଥିମାନଙ୍କୁ ସେୟାର କରନ୍ତୁ। 2025ର ସିଜିଏଲ୍ ବାହାରିଲା। ଯେଉଁମାନେ ଅପେକ୍ଷା କରୁଥିଲେ ତାଙ୍କ ପାଇଁ ବହୁତ ଖୁସି ଖବର। ନେକ୍ସଟ ଆମେ ଡିସ୍କସନ୍ କରିବା ବୟସ ସୀମା କେତେ ରହୁଛି ଏବଂ ତା'ର ଏଜୁକେସନାଲ୍ କ୍ୱାଲିଫିକେସନ୍ କ'ଣ, ଡିଟେଲ୍ ଡିସ୍କସନ୍ କରିବା। ଆପଣମାନେ ଧୈର୍ଯ୍ୟ ଧରନ୍ତୁ।
ବ୍ୟସ୍ତ ହୁଅନ୍ତୁ ନାହିଁ, ଆପଣ ଜାଣିପାରିବେ। ବୟସ ସୀମା ଯଦି ଆପଣଙ୍କର 21 ବର୍ଷ ହେଇଥିବ ତାହେଲେ ଆପଣମାନେ ଏଇ ପୋଷ୍ଟକୁ ଆବେଦନ କରିପାରିବେ। 1/1/2025 ଯଦି 21 ବର୍ଷ ହେଉଥିବ ତାହେଲେ ଆପଣମାନେ ଆବେଦନ କରିଦେବେ ଏବଂ 42 ବର୍ଷ ପର୍ଯ୍ୟନ୍ତ ଆପଣମାନେ ପକାଇ ପାରିବେ। ଜାଣିପାରିଲେ ଆପଣମାନେ। ନେକ୍ସଟ ଡିସ୍କସନ୍ କରିବା ପ୍ଲାନ୍ ଆଣ୍ଡ ପାଟର୍ନ ଏକ୍ଜାମିନେସନ୍। ଏଇଠି ଦୁଇଟି ପରୀକ୍ଷା ହେବ, ଗୋଟେ ପ୍ରିଲିମିନାରୀ ଏକ୍ଜାମ୍ ହେବ 150 ମାର୍କ, ତାପରେ ମେନ୍ ରିଟେନ୍ ଏକ୍ଜାମ୍ ହେବ 200 ମାର୍କ। ଆପଣ ଜାଣିପାରିଲେ 200 ମାର୍କ ହେବ। ପ୍ରଥମେ ପେପର 1 ପେପର 2 ଏରେ 200 ମାର୍କ ରହିବ। ତାପରେ କିଲ୍ ଟେଷ୍ଟ ହେବ। କିଲ୍ ଟେଷ୍ଟ ସମସ୍ତେ ଦେବେ ନାହିଁ, କିଲ୍ ଟେଷ୍ଟ ସମସ୍ତେ ଦେବେ ନାହିଁ। ଯେଉଁମାନେ ଅଡ଼ିଟର, ଇନ୍ସପେକ୍ଟର ଅଫ୍ ସପ୍ଲାଏ ଏଇ ପୋଷ୍ଟରେ ଯେଉଁମାନେ ପକେଇବେ ତାଙ୍କ ପାଇଁ କିଲ୍ ଟେଷ୍ଟ ଦରକାର, କିନ୍ତୁ ସମସ୍ତଙ୍କୁ କିଲ୍ ଟେଷ୍ଟ ଦରକାର ନାହିଁ। ତାପରେ ସାର୍ଟିଫିକେଟ୍ ଭେରିଫିକେସନ୍ ହେବ। ସାର୍ଟିଫିକେଟ୍ ଭେରିଫିକେସନ୍ 1.5 ଟାଇମ୍ ନିଆଯିବ। ଜାଣିପାରିଲେ 1.5 ଟାଇମ୍ସ ଅଫ୍ ଭେକେନ୍ସି ଅଫ୍ ଆଡ଼ଭର୍ଟାଇଜମେଣ୍ଟ। ଆଡ଼ଭର୍ଟାଇଜମେଣ୍ଟ କେତେଟା ପୋଷ୍ଟ ବାହାରିଛି ସେହି ଭିତରୁ 1.5 ଟାଇମ୍ ଗୁଣ ଲୋକଙ୍କ ସାର୍ଟିଫିକେଟ୍ ଭେରିଫିକେସନ୍ ପାଇଁ ନିଆଯିବ। ଜାଣିପାରିଲେ। ଏକ୍ଜାମ୍ ହେବ ଫେବୃଆରୀ କିମ୍ବା ମାର୍ଚ୍ଚରେ ପ୍ରିଲିମିନାରୀ ଏକ୍ଜାମ୍ ହେବ। ଆପଣ ସବୁ ଡିଟେଲ୍ ଜାଣିପାରିଲେ। ଏବେ ଦେଖିବା ଏଜୁକେସନାଲ୍ କ୍ୱାଲିଫିକେସନ୍। ଏଜୁକେସନାଲ୍ କ୍ୱାଲିଫିକେସନ୍ ହେଉଛି ମାତ୍ର +3 ପାସ୍। ଯଦି ଆପଣମାନେ +3 ଯଦି ପାସ୍ କରିଥିବେ ତାହେଲେ ଆପଣମାନେ ଏଇ ପୋଷ୍ଟକୁ ଆବେଦନ କରିପାରିବେ। ମାତ୍ର +3 ପାସ୍ କରିଥିଲେ ଏଇ ପୋଷ୍ଟକୁ ଆବେଦନ କରିପାରିବେ। ଏଇଠି ସବୁ ଡିଟେଲ୍ ସିଲାବସ୍ ଦେଇଛି। ପ୍ରିଲିମିନାରୀ ପାଇଁ ଆରିଥମେଟିକ୍, ଡାଟା ଇଣ୍ଟରପ୍ରିଟେସନ୍, ଲଜିକ୍, ରିଜନିଂ ସବୁ ଡିଟେଲ୍ ପଢ଼ୁଛି, ଆପଣ ଦେଖିପାରୁଥିବେ। ତାପରେ ସିଲାବସ୍ ପାଇଁ ଆମର ମେନ୍ ସିଲାବସ୍ ମଧ୍ୟ ଏଠି ଅଛି, ସବୁ ଡିଟେଲ୍ ପଡ଼ିବ। ଏଠି ପାର୍ଟ 1 ପାର୍ଟ 2 ପଡ଼ିବ, ପାର୍ଟ 1 ପାର୍ଟ 2 ପଡ଼ିବ। ଜାଣିପାରିଲେ। ତାର କିଲ୍ ଟେଷ୍ଟ ପାଇଁ ଏଠି ସବୁ ଡିଟେଲ୍ ମେନ୍ସନ୍ ହେଇଛି। MS ୱାର୍ଡ଼, ପାୱାର ପଏଣ୍ଟ, ଏକ୍ସେଲ୍, ଡାଟାବେସ୍, ପ୍ରେଜେଣ୍ଟେସନ୍, ସ୍ଲାଇଡ୍ ଅଫ୍ ସବୁ ଏଠି ପଡ଼ିବ। ତାପରେ ଯେଉଁଟା ମ୍ୟାଥମେଟିକ୍ସ ପାଇଁ ଏଠି ସବୁ ଡିଟେଲ୍ ମେନ୍ସନ୍ ହେଇଛି, ପଡ଼ିବ ଏଠି। ଆପଣମାନେ ଜାଣିପାରିଲେ। ଏଇଟା ହେଉଛି 2025ର CGL CGL ପୋଷ୍ଟ ବାହାରିଛି। ତେଣୁ ଆପଣମାନେ ସାଙ୍ଗସାଥିମାନଙ୍କୁ ସେୟାର କରନ୍ତୁ। ଯେଉଁମାନେ +3 ମାତ୍ର ପାସ୍ କରିଛନ୍ତି, ବୟସ 21 ହେଇଛି, ତାଙ୍କ ପାଇଁ ଏଇଟା ସୁବର୍ଣ୍ଣ ସୁଯୋଗ। ରହିଲି। ନେକ୍ସଟ ଭିଡ଼ିଓରେ ଦେଖା ହେବା ଏହିପରି ନୋଟିଫିକେସନ୍, ଆଡ଼ଭର୍ଟାଇଜମେଣ୍ଟ, ଗଭର୍ଣ୍ଣମେଣ୍ଟ ଜବ୍ ଯେଉଁଟା ଆସୁଛି, ପ୍ରାଇଭେଟ୍, ସବୁ ମୁଁ ଡିଟେଲ୍ ଏହି ମୋର ୟୁଟ୍ୟୁବ୍ ଚ୍ୟାନେଲରେ ଅପଲୋଡ଼ କରିବି। ଆପଣମାନେ ସେୟାର କରନ୍ତୁ, ଜାଣିପାରିବେ। ରହିଲି, ଧନ୍ୟବାଦ।